ନଦୀର ନାମ ଅଳସ କନ୍ୟା, ତୀରର ନାମ ତନ୍ଦ୍ରା, ଗ୍ରାମର ନାମ ସ୍ୱପ୍ନପୁରୀ, ପ୍ରିୟାର ନାମ ଚନ୍ଦ୍ରା, ପ୍ରିୟାର ନାମ ଚନ୍ଦ୍ରା। ଆଖିର ନାମ ଶାମୁକା ତାର, ଲୁହର ନାମ ମୁକ୍ତା, ପ୍ରେମର ନାମ ପଦ୍ମ ମଧୁ, ବିରହ ନାମ ରିକ୍ତା। ତା ଈର୍ଷାର ନାମ ପ୍ରଭଞ୍ଜନା, ଅନୁରାଗେ ସେ ଭଦ୍ରା, ଗ୍ରାମର ନାମ ସ୍ୱପ୍ନପୁରୀ, ପ୍ରିୟାର ନାମ ଚନ୍ଦ୍ରା। ଏହି କାଳଜୟୀ ଗୀତର ଲେଖକ ହେଉଛନ୍ତି ମହାନ ଗୀତିକା ଶିବବ୍ରତ ଦାସ। ଏହି ଗୀତଟିକୁ ସଙ୍ଗୀତାବଦ୍ଧ କରି ଗାୟନ କରିଥିଲେ ଅକ୍ଷୟ ମହାନ୍ତି। ଏହି ଗୀତଟି ମୋର ଅତି ପସନ୍ଦ, ହେଲେ ଏହି ଗୀତ ସହିତ ମୋର ରହିଛି ଟିକିଏ ଅସହମତି ବା ଭିନ୍ନ ମତ। ଅତି ବିନମ୍ର ଭାବରେ ସେଇ ଭିନ୍ନ ମତଟିକୁ ମୁଁ ଉପସ୍ଥାପିତ କରିବାକୁ ଯାଉଛି। ଯିଏ ପ୍ରକୃତ ପ୍ରେମିକ, ସେ ଅଳସ କନ୍ୟା ନଦୀର ତୀରରେ ଥିବା ସ୍ୱପ୍ନପୁରୀ ଗାଁର ଚନ୍ଦ୍ରାର ସନ୍ଧାନରେ ନଥାଏ, ବରଂ ସେ ଯାହାକୁ ଗଭୀର ଭାବରେ ଭଲ ପାଇ ବସେ, ତାହାର ଘର ପାଖରେ ବା ଗାଁ ପାଖରେ ବହି ଯାଉଥିବା ନର୍ଦ୍ଦମା ଜଳପୂର୍ଣ୍ଣ ନାଳକୁ ବି ସେ ଅଳସ କନ୍ୟା ବୋଲି ଭାବେ। ଏହା ହିଁ ହେଉଛି ପ୍ରକୃତ ପ୍ରେମିକର ଲକ୍ଷଣ। ଭାବୁଛି ଶିବବ୍ରତ ଦାସ ବଞ୍ଚିଥିଲେ ଏହି ଭିନ୍ନ ମତଟିକୁ ଗଭୀର ଭଲ ପାଇବା ଦେଇଥାନ୍ତେ। ଯାହା ହେଉ, ସେଇ ମହାନ ଗୀତିକାର ଆଉ ଗାୟକ ତ ଆଜି ଏ ଦୁନିଆରେ ନାହାନ୍ତି। ସେଇମାନଙ୍କ ଚରଣରେ ଅର୍ପଣ କରୁଛି ମୋର ଶ୍ରଦ୍ଧା ସୁମନ ଏବଂ ଆପଣମାନଙ୍କ ଠାରୁ ବିଦାୟ ନେଉଛି। ଆପଣମାନେ ଭଲରେ ରୁହନ୍ତୁ। ନଦୀର ନାମ ଅଳସ କନ୍ୟା, ତୀରର ନାମ ତନ୍ଦ୍ରା, ଗ୍ରାମର ନାମ ସ୍ୱପ୍ନପୁରୀ, ପ୍ରିୟାର ନାମ ଚନ୍ଦ୍ରା, ପ୍ରିୟାର ନାମ ଚନ୍ଦ୍ରା। ନଦୀ